ଭକ୍ତବାବୁ ତ କରିପାରିବେନି କାରଣ ସେ ଏଆଇସିସି ର ମେମ୍ବର ଥିଲା। ତେଣୁ ଏଆଇସିସି ତାକୁ ଇଏ କରିଛି, ବହିଷ୍କାର କରିଛି କହ ଦଳ। ଏଣୁ ସେ କଂଗ୍ରେସ ସହିତ ତାଙ୍କର ଆଉ ସମ୍ପର୍କ ନାହିଁ। ମୋର ଯାହା ଧାରଣା ଯେ ସେ ଗୋଟିଏ ତାର ସବୁ ବନ୍ଧୁ ତାର ଯାହା ଅଛନ୍ତି ଯେଉଁମାନେ ତା ସାଙ୍ଗେ ସମର୍ଥକ ସାରା ଓଡ଼ିଶାରେ ତାଙ୍କୁ ଡାକିକିରି ଗୋଟିଏ ରାଜନୈତିକ ଦଳ ଆଞ୍ଚଳିକ ଦଳ ଗଠନ କରିବା ପାଇଁ ଗୋଟେ କରିପାରେ, ଉଦ୍ୟମ କରିପାରେ ଏବଂ ସେ ଆଞ୍ଚଳିକ ଦଳ ଗଠନ କରିକିରି ସେ ଭାରତୀୟ ଜନତା ପାର୍ଟି ସହିତ ସମ୍ପର୍କରେ ଭୋଟରେ ରହିପାରେ। ଏଇ ଗୋଟେ ମୁଁ ଏପରିକାର ଗୋଟେ ହିସାବ ଦେଖୁଛି। କାରଣ ତାର କିଛି ସମର୍ଥକ ମୋତେ ଆ ଭିତରେ ଭେଟିଥିଲେ। ସେ କହୁଥିଲେ ଯେ କ'ଣ ଓଡ଼ିଶା ସେ ଗୋଟେ ନୂଆ ନାଁ ନେଇକରି କରିବା ପାଇଁ ଚାହୁଁଛି, ଡାକିଛି। ପାର୍ଟି ନା ସାର୍ କ'ଣ ହବ? ଓଡ଼ିଶା କ'ଣ କ'ଣ ଗୋଟେ କହିବ ନାମ କରିବ। ଏଣୁ ସେ କହୁଥିଲେ। ଏଣୁ ସେଥିରେ ସେ ଏଇ ଯୋଉ ବ୍ୟବସ୍ଥା ଭିତରେ ସେ ଖୁବ୍ ଶୀଘ୍ର ବୋଧେ ନବ ନିଷ୍ପତ୍ତି ନବ ତାର ସମର୍ଥକ ମାନଙ୍କୁ ସାରା ଓଡ଼ିଶାରେ ଡାକିବା ପାଇଁ। ମହମ୍ମଦ ମୁକିମଙ୍କର ସବୁଠାରୁ ବଡ଼ ବିପଦ ହେଉଛି ସେ ଜଣେ ବ୍ୟବସାୟୀ। ବର୍ତ୍ତମାନ ଭାରତ ବର୍ଷରେ କୌଣସି ବ୍ୟକ୍ତି, ସାଧାରଣ ରାଜନୈତିକ ବ୍ୟକ୍ତି ମଧ୍ୟ ଭାରତୀୟ ଜନତା ପାର୍ଟିର ଯୋଉ କାରବାର ସେଠାରୁ ମୁକୁଳି ପାରୁନାହାନ୍ତି। ତାଙ୍କୁ ବିଭିନ୍ନ ବାଟରେ ହଇରାଣ କରାଯାଉଛି। ଏଇ ଗୋଟେ ଇଡି ପକେଇ ଦେଇକିରି କି ଟ୍ୟାକ୍ସ ପକେଇ ଦେଇକି ସେ ବୋଧହୁଏ କୌଣସି ଭାବରେ ତାଙ୍କ ମନ ଭିତରେ ଧାରଣା ରହିଯାଇଛି ବା ସେମିତି ଗୋଟେ ଆଶଙ୍କା ରହିଛି ବା ସେମିତି ଗୋଟେ ଭୟ ରହିଛି ଯେ କୌଣସି ସମୟରେ ଭାରତୀୟ ଜନତା ପାର୍ଟି ତାକୁ ହଇରାଣ କରିପାରେ। ତେଣୁ ସେ ଭାରତୀୟ ଜନତା ପାର୍ଟି ସହିତ ଗୋଟେ ଆଲାଏନ୍ସ କରିବା ପାଇଁ ଜନତା ପାର୍ଟି ସହିତ ସମ୍ପର୍କ ନିଶ୍ଚୟ ରଖିବେ। କାରଣ ମୁଁ ଗୋଟିଏ କଥା ଆଜି କହିଦେଉଛି, ଯେତେବେଳେ ମୁଁ ଛିଡ଼ା ହେଇଥିଲି ପାର୍ଲାମେଣ୍ଟକୁ, ସେ ଛିଡ଼ା ହେଇଥିଲେ ଆସେମ୍ବ୍ଲିକି। ଦୁର୍ଭାଗ୍ୟର କଥା, ମୁଁ ବହୁତ ଡିପେଣ୍ଡ କରୁଥିଲି ତାଙ୍କ ଉପରେ। କଟକ ଯେହେତୁ ମ୍ୟୁନିସିପାଲିଟି ସେ ଏରିଆ ଭିତରେ ଥିଲେ ଏବଂ ମୁଁ ଭୋଟ ଦିନ ଦେଖିଲି ସେ ତାଙ୍କର ସେ ଯେଉଁମାନଙ୍କର ତାଙ୍କ ଏଜେଣ୍ଟ ବସେଇଛନ୍ତି, ତାଙ୍କ ଯାହାଙ୍କୁ ସେ ତିଆରି କରିଛନ୍ତି ଯେ ସମର୍ଥକ, ସେ ସବୁ କହୁଛନ୍ତି 2-2 କ'ଣ ମୁଁ ଜାଣିବାକୁ ପାଇଲି। ମୋ ପୋଜିସନ ହେଉଛି 2ରେ, ତାଙ୍କ ପୋଜିସନ ହେଉଛି 2ରେ। ଏଣୁ 2-2 ହେଲେ ତାଙ୍କୁ 2ରେ ଦେବ, ମତେ ଦେବେ ନାହିଁ। ମାନେ 2-2 ନୁହେଁ, 2ରେ ହେଉଛି ପ୍ରକାଶ ମିଶ୍ରଙ୍କର ମୋ ଜାଗାରେ। ଏଣୁ ପ୍ରକାଶ ମିଶ୍ରଙ୍କୁ ଦେବ, ତାଙ୍କୁ ଦେବ। ଯୋଉଟା ହିନ୍ଦୁ ଏରିଆ ମାନଙ୍କରେ ବିଶେଷ ଭାବରେ ଡୋମିନେଟେଡ୍ ବାଲେ ନନ୍ ମୁସଲିମ ଏରିଆରେ ଏ କଥାଟା ପ୍ରଚାରିତ ହେଉଛି। ମୁସଲିମ ଏରିଆରେ ସେମାନେ ଡିସାଇଡ୍ କରିଥିଲେ ତାଙ୍କୁ ଭୋଟ ଦେବେ, ମତେ ଭୋଟ ଦେବ। ଇଭିନ୍ କିଛି ଲୋକ ତାକୁ ଭୋଟ ନଦେଲେ ମଧ୍ୟ ମତେ ଭୋଟ ଦେବ। ତାର କାରଣ ଥିଲା ଆମର ସମ୍ପର୍କ ସେମାନଙ୍କ ସାଙ୍ଗରେ, ମୋ ଭାଇଙ୍କର ସମ୍ପର୍କ ମୋର ସମ୍ପର୍କ ଥିଲା। ଏଣୁ ସେଇଥିରୁ ମୁଁ ଅନୁମାନ କରୁଛି ସେ ଯାହା କଲେ ମଧ୍ୟ ଭାରତୀୟ ଜନତା ପାର୍ଟି ସାଙ୍ଗରେ ହିଁ ରହିବେ। ସେଥିପାଇଁ ସାର୍ ଇଏ କ'ଣ ବୋଧହୁଏ ଆଗରୁ ସବୁ କଥା ଚିନ୍ତା କରି ମହମ୍ମଦ ମୋକିମ ଏଇଭଳି ଚିଠି ଲେଖିଛନ୍ତି? ହଁ, ସିଦ୍ଧାନ୍ତ ସିଏ ବି କରିସାରିଥିଲେ। କଂଗ୍ରେସ ଦଳ ମଧ୍ୟ ବିଚାର କରୁଥିଲା ଯେ ଯେତେବେଳେ ସେ ରାଷ୍ଟ୍ରପତି ନିର୍ବାଚନରେ ଖୋଲାଖୋଲି ଭାବରେ କହିଲେ, ସମର୍ଥନ କରିକିରି ସମର୍ଥନ କରିବା ଭୋଟ ଦେଲେ ଏବଂ କହିଲେ ମଧ୍ୟ ଟିଭି ମାଧ୍ୟମରେ ଯେ ମୁଁ ତା ଅର୍ଥ କଂଗ୍ରେସର ହୁଇପ୍ ଡିପାଏ କରିକିରି ସେ କଥା କରିଥିଲେ। ସେଦିନଠୁ ସେ ମନସ୍ଥ କରିଥିଲେ ଯେ ସେ କଂଗ୍ରେସରେ ଆଉ ରହିବେ ନାହିଁ। ସେ ସିଧାସଳଖ ଭାରତୀୟ ଜନତା ପାର୍ଟିରେ ସାମିଲ ହେବେ ନା ଆପଣଙ୍କୁ ଲାଗୁଛି ଖାଲି ଗୋଟେ ଦଳ ଗଠନ କରି ତାଙ୍କ ସହିତ ଆଲାଏନ୍ସ କରିବେ? ସିଏ ବର୍ତ୍ତମାନ ଗୋଟେ ଚେଷ୍ଟା କରିବେ, ଗୋଟେ ଦଳ ଗଠନ କରିକିରି ତା ସାଙ୍ଗେ ଆଲାଏନ୍ସ କରିବେ। ଏଥିରେ କ'ଣ ସଫଳ ହେବେ ସେ? ଶୁଣନ୍ତୁ, ତାଙ୍କର ପଇସା ଥାଇପାରେ, କିନ୍ତୁ ଭାରତୀୟ ଜନତା ପାର୍ଟି ସାଙ୍ଗରେ ଯଦି ଗଠବନ୍ଧନ କରନ୍ତି ବା ଯାଆନ୍ତି ତାହେଲେ ହୁଏତ କିଛି ସପୋର୍ଟ ପାଇପାରନ୍ତେ। ଅଦରୱାଇଜ ସେମିତି କିଛି ଭୋଟ ପାଇଲା ଭଳିଆ ମତେ ଲାଗୁନାହିଁ। ତାଙ୍କ ଝିଅ ଅଛନ୍ତି ଏବଂ ସୁର ରାଉତରାୟ କହୁଥିଲେ ଝିଅର କ୍ୟାରିୟର ନଷ୍ଟ କରୁଛନ୍ତି ମହମ୍ମଦ ମୋକିମ ଯଦି ସେ ତାଙ୍କ ଏଭଳି ମନ୍ତବ୍ୟ ଦେବା ପରେ। ତାକୁ ନେଇକି ବରିଷ୍ଠ ନେତା ସୁର ରାଉତରାୟଙ୍କର ଇଏ ଥିଲା ପ୍ରତିକ୍ରିୟା। ପ୍ରକୃତ ଝିଅର ଭବିଷ୍ୟତ ବି ନଷ୍ଟ? ନାଇଁ, ଝିଅର ଭବିଷ୍ୟତ ସେ ଡିସାଇଡ୍ କରିବ। କାରଣ ମୋର ସେ ମାନେ ମୁଁ ବିଚାର କରେ ଯେ ତାଙ୍କ ଝିଅ ଗୋଟେ ଦକ୍ଷ ଭଲ ଇଏ ପାର୍ଲାମେଣ୍ଟାରୀ ଆସେମ୍ବ୍ଲିର ସଦସ୍ୟ ଏବଂ ସେ ତାଙ୍କର କହିବା, ତାଙ୍କର ରାଜନୈତିକ ବିଚାର, ରାଜନୈତିକ ସମ୍ପର୍କ, ତେଣୁ ସିଏ ତାଙ୍କର ନିଷ୍ପତ୍ତି କରିବେ। ବାପା ସାଙ୍ଗରେ ରହିବେ ନା ବାପାଙ୍କୁ ଛାଡ଼ି ରହିବେ କି ନା କଂଗ୍ରେସରେ ରହିବେ, ସେ ନିଷ୍ପତ୍ତି ସେ କରିବେ। ସେ ସସ୍ପେଣ୍ଡ ହେଇନାହାନ୍ତି। ଗୋଟେ କଥା ହଉଛି ଯେ ଦଳର ଜଣେ ସିଏ ଜଣେ ଆପଣ କହୁଥିଲେ ଏଆଇସିସିର ସେ ଜଣେ ସଦସ୍ୟ
ମୁହଁ ଖୋଲିବା ଦଳରେ ଭିତରେ କଣ ଚାଲୁଛି ସେ ଆଜି ବି କହିଛନ୍ତି ଯେ ମୁଁ ଏବେ ବି କଂଗ୍ରେସ ବିଚାରଧାରାରେ ଅଛି। ତାପରେ ବି ଯଦି ସେ ମୁହଁ ଖୋଲିବା ତାହେଲେ ମୁହଁ ଖୋଲିଲେ କଣ ତୁଣ୍ଡ ଗଡ଼ିବ? ତୁଣ୍ଡ ଖୋଲିଲେ କଣ ମାନେ ମାନେ ମୁଣ୍ଡ ଗଡ଼ିବ? ହଁ ସେ ଏବେ କଂଗ୍ରେସ ବିଚାରରେ ଅଛନ୍ତି ବୋଲି କହିଛନ୍ତି। କଂଗ୍ରେସ ଦଳର ଭିତରେ ନାହାନ୍ତି ବୋଲି କହିନାହାନ୍ତି। ସେ କଂଗ୍ରେସ ବିଚାରରେ ଅଛନ୍ତି ଯଦି ସେଇଆକୁ ଭାବିକିରି ମୁଁ ସେଇଥିପାଇଁ କହୁଛି ସେ ଗୋଟେ ରାଜନୈତିକ ଦଳ ଗଠନ କରିବେ, ଆଞ୍ଚଳିକ ଦଳ ଗଠନ କରିବାର ରହିଛି, କରିପାରନ୍ତି। ନାଇଁ ଆପଣ ସାର୍ ଯଦି ମନେକର କୌଣସି ଦଳ ଭିତରେ ବା କୌଣସି ତ୍ରୁଟି ଦେଖୁଛନ୍ତି, ଭୁଲ ଦେଖୁଛନ୍ତି, ଆପଣ ଯଦି ମୁହଁ ଖୋଲିବେ ବା ତୁଣ୍ଡ ଖୋଲିବେ ତାହେଲେ ଆପଣଙ୍କ ବିରୁଦ୍ଧରେ କଣ ମୁଣ୍ଡ ଗଡ଼ିବ? ଏଇଟା ହଉଛି କଂଗ୍ରେସର ବିଚାରଧାରା। ସେଟା ତାଙ୍କୁ ପଚାରିଲେ ସେ କହିବେ ସେ କଣ ବିଚାରରେ ଅଛନ୍ତି। କାରଣ ମୋର ଦୁଃଖ ସେ ପାର୍ଲାମେଣ୍ଟ ଆସେମ୍ବଲି ଇଲେକ୍ସନ ବେଳେ ମୁଁ ନିଜେ ଯେତେବେଳେ ଛିଡ଼ା ହେଇଥିଲି ମୁଁ ଭୁକ୍ତଭୋଗୀ ସେ କିପରି ଭାବରେ ଭାରତୀୟ ଜନତା ପାର୍ଟିକି ଭିତ୍ତିରି ଭାବରେ ସାହାଯ୍ୟ କରୁଥିଲେ। ଭିତରେ କଣ ସେ ତ ଓପନଲି କରୁଥିଲେ। ମୋର ଅଛନ୍ତି ଇଏ ଆମ ପୋଷ୍ଟରକୁ ମଧ୍ୟ ମୋ ପୋଷ୍ଟର ମରାଯାଉନଥିଲା। ମୁଁ ମୋର ଅଲଗା ସେପାରେଟ କରିକି କରିବାକୁ ପଡୁଥିଲା। ସାର୍ ବର୍ତ୍ତମାନ ଆଉ ଗୋଟେ କଥା ଯେ ଆକୁ ନେଇ ଯୋଉ ଆମେ ଶୁଣା ଯାଉଥିଲା ଯେ ପିସି ସଭାପତି ତାଙ୍କ ବିରୁଦ୍ଧରେ ଖୋଲାଖୋଲି ସେ ବିଷୋଦ୍ଗାର କରିଥିଲେ। ଆପଣଙ୍କର ଯୋଉ ଶୀର୍ଷ ନେତୃତ୍ୱ ଯୋଉମାନେ ଅଛନ୍ତି ମଲ୍ଲିକାର୍ଜୁନ ଖଡଗେ ଯିଏକି AICC ସଭାପତି ଏବଂ ତା ସହିତ ଆପଣ ଦେଖୁଥିବେ ରାହୁଲ ଗାନ୍ଧୀ ତାଙ୍କ ବିରୁଦ୍ଧରେ ଯେତେବେଳେ ସେ କରିଛନ୍ତି ମାନେ ବିଷୋଦ୍ଗାର କରିଛନ୍ତି ତା ଅର୍ଥ ସିଧାସଳଖ କାର୍ଯ୍ୟାନୁଷ୍ଠାନ ହେବ, ଏଥିରେ ଦ୍ୱିମତ ହେବାର କିଛି ବୋଧ ହୁଏ ନାହିଁ। ତେଣୁ ସେଥିପାଇଁ କାର୍ଯ୍ୟାନୁଷ୍ଠାନ ହେଲା। ମୁଁ ସେଥିପାଇଁ ସାର୍ କହୁଛି ଯେ ସେ ବୋଧ ହୁଏ ଏ ସବୁ କଥା ଜାଣିକିଣା ଏଭଳି ଚିଠି ଲେଖିଥିଲେ ନା ତାଙ୍କ ଅଜାଣତରେ? ଏକଦମ ସିଏ କ୍ଲିଅର ହେଇଗଲେ ଯେତେବେଳେ ସେ ଚେଷ୍ଟା କରୁଥିଲେ ତାଙ୍କ ଝିଅକୁ କରିବା ପାଇଁ କି କଟକ ଜିଲ୍ଲାର ସଭାପତି ଗୋଟେ ସଭାପତି ସେ କରିଥିଲେ, କିନ୍ତୁ ସେଠି ଆଉ ଜଣେ ସଭାପତି ହେଲେ ଏବଂ ଯଦିଓ ସେ ତାଙ୍କ ସପକ୍ଷରେ କିଛି ଲୋକ ବହୁ ମାନେ କିଛି କାହିଁକି ଭଲ ପରିମାଣରେ ଝିଅ ସପକ୍ଷରେ କହୁଥିଲେ, କିନ୍ତୁ ଜଣାପଡ଼ିଗଲା ଯେ ହାଇକମାଣ୍ଡଙ୍କର ଏବଂ ଏଠିକାର ନେତୃତ୍ୱର ତାଙ୍କ ଉପରେ ଆସ୍ଥା ନାହିଁ ବା ତାଙ୍କ ସକାଶେ ତାଙ୍କ ଝିଅ ଉପରୁ ମଧ୍ୟ ଆସ୍ଥା ନଥାଏ। ଆପଣ ସାର୍ ଯଦି ଏକଥା କହୁଛନ୍ତି ଏଇ ସକାଶେ ଝିଅ ଉପରେ ଆସ୍ଥା ନାହିଁ ତାହେଲେ ଝିଅର ଭବିଷ୍ୟତ ମଧ୍ୟ ପ୍ରଭାବିତ ହେଇପାରେ। ଝିଅକୁ ସେଇ ବର୍ତ୍ତମାନ ଟେଷ୍ଟ କରାଯିବ, ଦେଖିବେ ଝିଅ ତାଙ୍କ ସାଙ୍ଗରେ ଯାଉଛନ୍ତି କି ନାହିଁ। ଝିଅ ଯଦି ନଗଲା ତାହେଲେ ତା ଉପରେ ତାକୁ ପୁଣି କଂଗ୍ରେସରେ କୋଉ ଭାବରେ ଆଡଜଷ୍ଟ କରାଯିବ ଦେଖିବେ। କଂଗ୍ରେସରେ ଆମେ ଶୁଣାଯାଉ ସାର୍ ବହୁତ ନେତା ଏବେ ମହମ୍ମଦ ମକିମଙ୍କ ସହିତ ଅଛନ୍ତି ଯୋଉମାନଙ୍କ ସହିତ ଆଲୋଚନା କରି ମହମ୍ମଦ ମକିମ ଏଭଳି ନିଷ୍ପତ୍ତି ନେଇଛନ୍ତି। ମହମ୍ମଦ ମକିମ କଂଗ୍ରେସରେ ଥିଲାବେଳେ ତାଙ୍କ ସାଙ୍ଗରେ ବହୁ ନେତାଙ୍କର ସମ୍ପର୍କ ଥିଲା, କିନ୍ତୁ କଂଗ୍ରେସରେ ନଥିଲେ କେମିତି ସମ୍ପର୍କ ରହିବ? କଂଗ୍ରେସରେ ଯୋଉମାନେ କଂଗ୍ରେସରେ ରହିବା କଥା ପଇସା ସମସ୍ତଙ୍କୁ ରଖିପାରେନି। ରାଜନୈତିକ ବ୍ୟବସ୍ଥା ଭିତରେ ପଇସା ସବୁ କିଛି ନୁହେଁ। ପଇସା ଭୋଟରେ ଏବେ କାର୍ଯ୍ୟକାରୀ ହଉଛି, କିନ୍ତୁ ପଇସା ଯେ ଲୋକମାନଙ୍କୁ ସାଙ୍ଗରେ ବାନ୍ଧିକି ରଖିବ ମୋର କାହିଁ ସେମିତି ଧାରଣା ହଉନି। ମୋଟାମୋଟି ଭାବରେ ଗୋଟେ ଲାଇନରେ ଆମେ ଯଦି କହିବା ମହମ୍ମଦ ମକିମଙ୍କ ଭବିଷ୍ୟତକୁ ଆପଣ କେମିତି ଦେଖୁଛନ୍ତି? ମୁଁ ତାଙ୍କ ଭବିଷ୍ୟତ ସିଏ ଗଢିବେ, ମୁଁ କାହିଁ ତାଙ୍କ ଭବିଷ୍ୟତ। ଦଳରୁ ବହିଷ୍କୃତ ହେବା ପରେ ଆପଣଙ୍କୁ କଣ ଲାଗୁଛି? କଂଗ୍ରେସରୁ ଗଲା ପରେ କଟକ ସହରରେ ମୋର ତାଙ୍କର ସବୁଠାରୁ ଯୋଉ ଭୋଟ ବ୍ୟାଙ୍କ ଅଛି ସେ ଭୋଟ ବ୍ୟାଙ୍କ ତାଙ୍କ ସପକ୍ଷରେ ରହିବ ନାହିଁ। ଆଗକୁ ସାର୍ ଅର୍ବାନ ଲୋକାଲ ବଡି ଇଲେକ୍ସନ ସେଥିରେ ମଧ୍ୟ ତାଙ୍କର ଗୋଟେ ବଳିଷ୍ଠ ଭୂମିକା ରହିପାରେ ବୋଲି କୁହାଯାଉଛି। ଭୂମିକା କିଛି ରହିବ, ନିଶ୍ଚୟ ବଳିଷ୍ଠ ଭୂମିକା ରହିବ। MLA ଅଛନ୍ତି, ସଂଗଠନଟା ଅଛି, ରହିବ। କିନ୍ତୁ ସେ ଯେ ନିଷ୍ପତ୍ତି କରିନେବେ ଯାହା କରିବେ ସେଥିରେ ଅନେକ ଲୋକ ଭାସିଯିବେ ବା ରହିଯିବେ ସେମିତି କିଛି ବିଚାର କରୁନି।